ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲକୁ। ଆଜି ଆମେ କ'ଣ ପଢିବା ନା ହଉଛି ଆପଣଙ୍କର ଯୋଉ କଣ୍ଟେମ୍ପରାରୀ ଏଜୁକେସନ ଅଛି, କଣ୍ଟେମ୍ପରାରୀ ଇଣ୍ଡିଆ ଆଣ୍ଡ ଏଜୁକେସନର ୟୁନିଟ୍ 2 ର ପାର୍ଟ 2 ଟାକୁ ପଢିବା। ପାର୍ଟ 1 ଆମେ ଦେଖି ନେଇଥିଲେ ହେଲା, ଆପଣଙ୍କର ଏ ଯୋଉ ଚାଇଲ୍ଡ ଲେବର, ଷ୍ଟ୍ରିଟ୍ ଚିଲଡ୍ରେନ, ଆପଣଙ୍କର ରାଇଟ୍ସ କ'ଣ କ'ଣ ଅଛି ଏ ସବୁ ଦେଖି ନେଇଥିଲେ। ତାପରେ ଆମେ ଷ୍ଟାର୍ଟ କରିବା ଆପଣଙ୍କୁ ନା ଆବାଣ୍ଡନ ଚିଲଡ୍ରେନ ହେଲା, ଆବାଣ୍ଡନ ଚିଲଡ୍ରେନ କତିରୁ ଷ୍ଟାର୍ଟ କରିବା। ଆବାଣ୍ଡନ ଚିଲଡ୍ରେନ ମାନେ କ'ଣ ନା ଯୋଉମାନଙ୍କୁ ତାଙ୍କ ଫ୍ୟାମିଲି ତ୍ୟାଯ୍ୟ କରିଦେଇଛି, ମାନେ ପରିତ୍ୟକ୍ତ କରିଦେଇଛନ୍ତି, ଆଇଦର ତାଙ୍କ ଫ୍ୟାମିଲି ମାନେ ତାକୁ ଘରୁ କାଢି ଦେଇଛନ୍ତି କିମ୍ବା ଏମାନେ ଘରୁ ଛାଡିକି ପଳେଇ ଆସିଛନ୍ତି, ସେମାନଙ୍କୁ କ'ଣ କୁହାଯାଏ? ଆବାଣ୍ଡନ ଚିଲଡ୍ରେନ ବୋଲି କୁହାଯାଏ। And abandoned children is a child who has been rejected by the biological and adoptive parents or guardians। rejected ମାନେ ପରିତ୍ୟକ୍ତ ହେଲା, ତାଙ୍କର biological parents ହଉ କିମ୍ବା ହଉଛି ତାଙ୍କର ଯୋଉ guardians ମାନଙ୍କ ଦ୍ୱାରା ସେମାନେ ଯଦି ତାଙ୍କୁ ହଉଛି ପରିତ୍ୟକ୍ତ କରିଦେଇଥିବେ, ସେମାନଙ୍କୁ କ'ଣ କୁହାଯାଏ? abandoned children। abandoned children are those who have been left behind or neglected by their caregivers, often without proper care, shelter, emotional support। ମାନେ କ'ଣ ନା ଯୋଉମାନଙ୍କୁ ଯୋଉ ଚିଲଡ୍ରେନ ମାନଙ୍କୁ କ'ଣ କରାଯାଇଥିବ, ତାଙ୍କୁ ଛାଡି ଦିଆଯାଇଛି ହେଲା, ନେଗ୍ଲେକ୍ଟେଡ କରିଦିଆ ହଉଛି, ଛାଡି ଦିଆଯାଇଛି ହେଲା, ସେମାନଙ୍କର କେୟାର ଗିଭର୍ସଙ୍କ ଦ୍ୱାରା ତାଙ୍କୁ କ'ଣ କୁହାଯାଏ? ଆମର ଆବାଣ୍ଡନ ଚିଲଡ୍ରେନ। ତାଙ୍କ ପାଖରେ ଠିକ ସେ କେୟାର ସେମାନେ ପାଉନାହାନ୍ତି, ସେମାନେ ତାଙ୍କ ପାଖରେ ଠିକ ସେ ଘର ନାହିଁ, ତାଙ୍କୁ ଇମୋସନାଲ ସପୋର୍ଟ ଦବା ପାଇଁ କେହି ନାହାନ୍ତି, ଏମାନଙ୍କୁ କ'ଣ କୁହାଯାଏ? ଆବାଣ୍ଡନ ଚିଲଡ୍ରେନ କୁହାଯାଏ। ଆବାଣ୍ଡନ କ୍ୟାନ୍ ବି ହ୍ୟାପେନ୍ ଏଟ୍ ଏନି ଏଜ୍। କୌଣସି ବି ଏଜରେ ଯଦି ସେ ଘରୁ ତାଙ୍କୁ ଛାଡିଦେଲେ କିମ୍ବା ଘରକୁ ସେ ପଳେଇ ଆସିଲା, ତାକୁ କ'ଣ କୁହାଯାଏ? ଆବାଣ୍ଡନମେଣ୍ଟ କୁହାଯିବ। ଥ୍ରୋ ଇଟ୍ସ ସ୍ପେସିଆଲି କନସର୍ନିଂ ୱିଥ୍ ଦ when it works when very young children। ଯେତେବେଳେ ସେ ହଉଛି ପୁରା ହଉଛି ୟଙ୍ଗ ଏଜରେ ଥିବ, ସେତେବେଳେ ଯଦି ତାକୁ କିଏ ଘରୁ କାଢି ଦଉଛି, ତାକୁ କ'ଣ କୁହାଯିବ? ବେଶୀ ତାକୁ ଆବାଣ୍ଡନ ଚିଲଡ୍ରେନ ବୋଲି କୁହାଯାଏ ହେଲା। ତାପରେ କଜେସ୍ ଅଫ ଆବାଣ୍ଡନମେଣ୍ଟ, କ'ଣ ପାଇଁ ହଉଛି ଏ ଆବାଣ୍ଡନମେଣ୍ଟ ହଉଛି? ପ୍ୟାରେଣ୍ଟାଲ ରିଜେକ୍ସନ। ଯଦି ଯୋଉ ବାପା ମା ଅଛନ୍ତି, ସିଏ ତାଙ୍କ ପିଲାଙ୍କୁ ନବା ପାଇଁ ରିଜେକ୍ସନ କରିଦଉଛନ୍ତି। ଆଗରୁ ସବୁ ହଉଥିଲା କ'ଣ, ଯଦି ଯୋଉ ଗୋଟେ ବାପାର ଇଚ୍ଛା ଅଛି କିମ୍ବା ତାଙ୍କ ମାର ଇଚ୍ଛା ଅଛି ଯେ ସେ କନ୍ୟା ସନ୍ତାନ ସରି ପୁତ୍ର ସନ୍ତାନ ଚାହୁଁଛନ୍ତି, ଗୋଟେ କନ୍ୟା ସନ୍ତାନ ହେଲା, ତ ସେମାନେ କ'ଣ କରୁଥିଲେ? ହସ୍ପିଟାଲରେ ତାକୁ ଛାଡିକି ପଳେଇ ଆସୁଥିଲେ। ତ ସେଇମାନେ କ'ଣ ହେଇଥିବ? ପ୍ୟାରେଣ୍ଟାଲ ରିଜେକ୍ସନ। ଚାଇଲ୍ଡ ନେଗ୍ଲେକ୍ଟେଡ ହେଲା, ପିଲାମାନଙ୍କୁ ନେଗ୍ଲେକ୍ଟ କଲେ ସେମାନେ କ'ଣ ଘର ଛାଡିକି ପଳେଇ ଆସିବେ? ଚାଇଲ୍ଡକୁ ଆବ୍ୟୁଜ କଲେ, ଚାଇଲ୍ଡକୁ ଆବ୍ୟୁଜ ମାନେ ଚାଇଲ୍ଡ ଉପରେ ଭାଇଲେନ୍ସ କଲେ, ତାଙ୍କୁ ହଉଛି ଯଦି ଅତ୍ୟାଚାର କରିବ, ତାହେଲେ ସିଏ ହଉଛି ଘର ଛାଡିକି ପଳେଇ ଆସିବେ, ତାକୁ କଜ ଅଫ ଆବାଣ୍ଡନ ହୁଏ। ଏଲେନ୍ସନ ଫଲୋଇଂ ଅଫ ଡିଭୋର୍ସ, ମାନେ ଯଦି ବାପା ମାଙ୍କର ଡିଭୋର୍ସ ହେଇଯାଉଛି, ତାହେଲେ ଆଉ ପିଲା କ'ଣ କରିବ? ପିଲା ଲାଷ୍ଟକୁ ଘର ଛାଡିକି ପଳେଇ ଆସିବ କୋଉଠିକି? ରାସ୍ତା ଉପରେ। ପ୍ଲେସମେଣ୍ଟ ଅଫ ଦି ଚାଇଲ୍ଡ ଇନ୍ ଏ ଫଷ୍ଟର କେୟାର, ଯଦି ତମେ ହଉଛି ଛୁଆକୁ ନେଇ ଛାଡି ଦଉଛ କ'ଣ ନା ନିଜେ ସବୁବେଳେ ମାନେ ନିଜ ପାଖରେ ଟାଇମ ନାହିଁ, ତମେ ନେଇକି ଛାଡ଼ିଦେଲ କୋଉଠି? ବୋର୍ଡିଂ ସ୍କୁଲରେ କିମ୍ବା ଫଷ୍ଟର କେୟାରରେ ଛାଡ଼ିଦେଲ ହେଲା, ସେଠି କ'ଣ ହବ? ସେଟା ବି ଗୋଟେ ଆବାଣ୍ଡନର ଗୋଟେ ରିଜିନ ହେଲା। ପଲିଟିକାଲ କନଫ୍ଲିକ୍ଟ ହେଲେ ସେଠି ହଉଛି ଆବାଣ୍ଡନ ସୃଷ୍ଟି ହବ। ଚାଇଲ୍ଡ ଆବାଣ୍ଡନମେଣ୍ଟ ଲଜ୍ ହେଲା, କ'ଣ ଦେଇଛି ଆମ ଦେଶର ଏଇ ଯୋଉ ଚାଇଲ୍ଡ ମାନଙ୍କ ପ୍ରତି କ'ଣ କ'ଣ ଲ ଅଛି ହେଲା? କ'ଣ ଅଛି ନା ଇନ୍ ଇଣ୍ଡିଆ ଚାଇଲ୍ଡ ଆବାଣ୍ଡନମେଣ୍ଟ ଇଜ ଡିଫାଇନ୍ଡ ଇନ୍ ସେକ୍ସନ 317 of the Indian Penal Code IPC. It states that the parent or guardian who leaves a child under 12 years old with the intent to abandon them can be punished with imprisonment, fine or both। ମାନେ ସେ କ'ଣ କହୁଛି ନା ଏଇ ଯୋଉ ଲ ଅଛି ସେକ୍ସନ 317 ରେ କ'ଣ କୁହାଗଲା? ଯଦି ଗୋଟେ ପିଲାଟା ହେଲା କିମ୍ବା ତାଙ୍କ ଯୋଉ ଗାର୍ଡିଆନ ଅଛନ୍ତି, ଯଦି 12 ବର୍ଷ ତଳକୁ କୋଉ ପିଲାକୁ ସେମାନେ ଛାଡି ଦଉଛନ୍ତି, ତାହେଲେ ଯୋଉ ଆମର ଯାହା ବି ତାଙ୍କ ପ୍ରତି ଦଣ୍ଡବିଧାନ ଅଛି, ସିଏ ତାକୁ ଫାଇନ ପାଇବେ, ମାନେ କ'ଣ ତାଙ୍କୁ ଜେଲ ହବ କିମ୍ବା ଦିଟା ଗୋଟି ହେଇପାରେ। ଏଇଟା ଆମର ଲ କହୁଛି। ତାପରେ ଦେଖିବା କ'ଣ ଅରଫାନ୍ସ। ଅରଫାନ କ'ଣ? ଯୋଉମାନଙ୍କର ବାପା ମା ନଥିବେ ହେଲା, ତାଙ୍କୁ କୁହାଯାଏ ଅରଫାନ୍ସ କୁହାଯାଏ। ତାଙ୍କୁ ଆମେ ହଉଛି ଯଦି ଦେଖିବା ଓଡିଆରେ ତାଙ୍କୁ ଆମେ କ'ଣ କହୁ ନା ହଉଛି ଅରଫାନ କାହାକୁ କୁହାଯାଏ? ଅନାଥ ମାନଙ୍କୁ ଜେନେରାଲି ଆମେ ଅରଫାନ କହିଥାଉ ହେଲା। ତାପରେ ଅରଫାନ ମାନଙ୍କୁ ଦେଖିବା। ଅରଫାନ୍ସ କ'ଣ ନା ଅରଫାନ୍ସ ଆର୍ ଚିଲଡ୍ରେନ ହୁ ହେଭ୍ ଲଷ୍ଟ one or both parents, typically due to death or sometimes result of abandonment, neglect or separation ହେଲା। ଯାହା ଯୋଉ ପିଲାମାନଙ୍କର ଜଣେ କିମ୍ବା ଦୁଇ ଜଣ ପ୍ୟାରେଣ୍ଟସ ମାନେ ଡେଥ ହେଇଯାଇଛି ହେଲା, ଆଉ କ'ଣ ରିଜନ ହେଇପାରେ? ଯୋଉ ଆବାଣ୍ଡନମେଣ୍ଟ ଯଦି ଛାଡି ଦେଇଛନ୍ତି କିମ୍ବା ତାଙ୍କୁ ନେଗ୍ଲେକ୍ଟ କରାହଉଛି, ସେଇମାନଙ୍କୁ କ'ଣ କୁହାଯିବ? ଅରଫାନ୍ସ କୁହାଯିବ। The loss of parents places these children in a vulnerable situation as they lack of the emotional, financial or physical support of the family provides। ମାନେ କ'ଣ? ଏଇ ଯୋଉ ପିଲାମାନଙ୍କ ପାଖରେ ଫ୍ୟାମିଲି ଯୋଉ ସପୋର୍ଟଟା ପ୍ରୋଭାଇଡ କରେ, ଯୋଉ ତମର ଫିଜିକାଲ ସପୋର୍ଟ କିଏ ଦିଅନ୍ତି? ବାପା ମା ଦିଅନ୍ତି। ତୁମକୁ ଫାଇନାନ୍ସିଆଲି ସପୋର୍ଟ କରେ କିଏ? ତମ ଫ୍ୟାମିଲି ସପୋର୍ଟ କରେ। ସିଏ ଆଡକ ଏଇ ପିଲାମାନଙ୍କ ପାଖରେ ନଥାଏ, ବୁଝିଲ। ଅରଫାନ ଚାଇଲ୍ଡ ମେ ଏଣ୍ଡ ଅଫ ଦି ଲିଭିଂ ଇନ୍ ଅରଫାନେଜ ଅର ଷ୍ଟ୍ରିଟ୍ସ। ଯୋଉମାନେ ଆମର ହଉଛି ଅନାଥ ପିଲାମାନେ, ସେମାନଙ୍କର ତାଙ୍କ ଜୀବନ ସାରା ମ୍ୟାକ୍ସିମମ୍ ଟାଇମ ସେମାନେ ଅରଫାନେଜରେ କାଟି ଦିଅନ୍ତି, ଅନାଥାଳୟରେ କାଟି ଦିଅନ୍ତି, ନହେଲେ ସେ ଷ୍ଟ୍ରିଟ୍ ଉପରେ କାଟି ଦିଅନ୍ତି। ଟାଇପ୍ସ ଅଫ ଅରଫାନେଜ, ଗୋଟେ ହଉଛି ସିଙ୍ଗଲ ଅରଫାନେଜ, ଡବଲ ଅରଫାନେଜ। ସିଙ୍ଗଲ ଅରଫାନେଜ ଆଉ ଡବଲ ଅରଫାନେଜ କ'ଣ? ଯୋଉ ପିଲାମାନଙ୍କର have only one parents, ଯୋଉ ପିଲାମାନେ ଜଣେ
ବାପା ମା ଜଣେ ପିତା କିମ୍ବା ମାତାଙ୍କୁ ହରେଇଛନ୍ତି ତାଙ୍କୁ କଣ କୁହାଯାଏ ଅର୍ଫାନେଜ। ଆଉ ଯୋଉ ଡବଲ ଅର୍ଫାନେଜ କଣ ନା ଯୋଉମାନେ ବୋଥ ପ୍ୟାରେଣ୍ଟସ ମାନଙ୍କୁ ହରେଇଥାନ୍ତି ତାଙ୍କୁ କଣ କୁହାଯାଏ ଡବଲ ଅର୍ଫାନେଜ କୁହାଯାଏ। ତାପରେ କଜ ଅଫ ଅର୍ଫାନହୁଡ, ଅର୍ଫାନହୁଡ ର କଜେସ୍ କଣ କଣ ଅଛି ନା ତାପରେ ଫାର୍ଷ୍ଟ ହଉଛି ନ୍ୟାଚୁରାଲ କଜେସ୍। ନ୍ୟାଚୁରାଲ କଜେସ୍ କଣ ଯଦି ଇଲନେସ ଆକ୍ସିଡେଣ୍ଟ କିମ୍ବା ଡିଜିଜ ହେଇଗଲା କିମ୍ବା ହଉଛି HIV ଏଇଭଳିଆ ଯଦି କିଛି କଜ ହେଲା ତା ପିଲାମାନଙ୍କର ବାପା ମାଙ୍କୁ ହେଲା ବାପା ମାଙ୍କର ଡେଥ ହେଇଗଲା ଏଇଭଳିଆ କିଛି ହେଇକି ତା ବାପା ମାଙ୍କର ଡେଥ ହେଇଗଲା ତାହେଲେ ଚିଲଡ୍ରେନ ର କଣ ଅର୍ଫାନ ହେଇଯିବ। ଏଟା ଗୋଟେ କଜ ହେଲା। କନଫ୍ଲିକ୍ଟ ଆଣ୍ଡ ୱାର, ଆର୍ମଡ କନଫ୍ଲିକ୍ଟ ଯୋଉମାନଙ୍କର କଣ ତମର ହଉଛି ଯୋଉ ଏବେ ଆର୍ମିରେ ଅଛନ୍ତି ଆର୍ମିର ଧର କୋଉ ବାପା ମାଙ୍କର ତାଙ୍କ ବାପାଙ୍କର ଡେଥ ହେଲା ତ ସେ ସିଙ୍ଗଲ ଅର୍ଫାନେଜ ହେଇଗଲେ ବୁଝିପାରିଲ। ତ କନଫ୍ଲିକ୍ଟ ଆଉ ୱାର କେମିତି ହଉଛି ଅର୍ଫାନେଜ ବୁଝିପାରିଲ। ପଭର୍ଟି, ପଭର୍ଟି ହଉଛି ସବୁଠୁ ବଡ ରିଜନ ହଉଛି ପଭର୍ଟି। ଯଦି ବାପା ମାଙ୍କ ପାଖରେ ନାହିଁ ସେତିକି ପାରିଶ୍ରମିକତା ନାହିଁ, ଯଦି ସେମାନେ ବହୁତ ବିଲୋ ପ୍ରପର୍ଟିରେ ସେମାନେ ଜିଉଛନ୍ତି ତାହେଲେ ସେମାନଙ୍କୁ ଆଡିକୁଏଟ ସେମାନେ ହେଲ୍ଥ କେୟାର ଦେଇପାରିବେନି ପିଲାମାନଙ୍କୁ ହେଲା। ତାଙ୍କ ପାଖରେ ଯେହେତୁ ପିଲାମାନଙ୍କୁ ହେଲ୍ଥ କେୟାର ଦେଇପାରିବେନି କିମ୍ବା ନିଜେ ସେତିକି ହେଲ୍ଥ କେୟାର ପାଇପାରିବେନି ସେଥିପାଇଁ ସେମାନଙ୍କର ଡେଥ ହେଇଯାଏ। ତ ପଭର୍ଟି ଗୋଟେ ରିଜିନ ହେଇଥାଏ। ଚାଇଲ୍ଡ ବାର୍ଥ କମ୍ପ୍ଲିକେସନ, ଯୋଉ ମା ମାନେ ଅଛନ୍ତି ଯୋଉ ମା ମାନେ ତାଙ୍କର ହଉଛି ଯେତେବେଳେ ପିଲାଙ୍କୁ ଜନ୍ମ ଦିଅନ୍ତି ସେମାନେ ବହୁତ ପ୍ରକାର କମ୍ପ୍ଲିକେସନରେ ଯାଆନ୍ତି ହେଲା। ସେତେବେଳେ ବହୁତ ସ୍ତ୍ରୀ ଲୋକମାନଙ୍କର ହଉଛି କଣ ଡେଥ ହେଇଯାଏ। ତ ସେମାନଙ୍କର ପିଲାମାନେ କଣ ହେଇଯାନ୍ତି ଅନାଥ ହେଇ ଯାଇଥାନ୍ତି। ସବଷ୍ଟାନ୍ସ ଆବ୍ୟୁଜ ଆଣ୍ଡ ଭାয়োଲେନ୍ସ, ବେଳେ ବେଳେ କଣ ହେଇଥାଏ ବେଶୀ ଆବ୍ୟୁଜ ଆଉ ଭାয়োଲେନ୍ସ ଦ୍ୱାରା ପିଲାମାନେ କଣ କରିଥାନ୍ତି ଘର ଛାଡି ଦେଇଥାନ୍ତି। କାହିଁକି ସେ ଯୋଉ ଆବ୍ୟୁଜ କିଏ କରିଥାଏ ତାଙ୍କ ପ୍ୟାରେଣ୍ଟସ କରିଥାଏ। ପ୍ୟାରେଣ୍ଟସ ଆର ଭିକ୍ଟିମ୍ସ ଅଫ ଦି ଭାয়োଲେନ୍ସ ହେଲା। ଏଇ ଯୋଉ ତମର ଗାର୍ଡିଆନ ଯୋଉ ରହିଲେ ସେମାନେ ହିଁ ଭାয়োଲେନ୍ସ କରିଥାନ୍ତି। ସେଥିପାଇଁ କଣ ହେଇଥାଏ ନା ହଉଛି ପିଲାମାନେ ଅର୍ଫାନହୁଡ କୁ ଚୁଜ କରିଥାନ୍ତି। ଚ୍ୟାଲେଞ୍ଜେସ ଫେସ୍ଡ ବାଇ ଅର୍ଫାନ୍ସ, ଏଇ ଯୋଉ ଅର୍ଫାନ ମାନେ ରହିଲେ ସେମାନେ କଣ କଣ ଚ୍ୟାଲେଞ୍ଜ ଫେସ୍ କରିବେ। ଇମୋସନାଲ ଆଣ୍ଡ ସାଇକୋଲୋଜିକାଲ ଟ୍ରମା, ଯେହେତୁ ସେମାନଙ୍କର ବାପା ମା ନାହାନ୍ତି ସେ ସବୁବେଳେ ପାଇଁ ଭାବୁଥିବେ ଅଲଗା କୋଉ ଛୁଆଙ୍କୁ ଦେଖିକି କଣ ମୋ ବାପା ହେଇଥିଲେ ଏଇଟା ମତେ କିଣିକି ଦେଇଥାନ୍ତେ, ମୋ ମା ହେଇଥିଲେ ମତେ ଏଇଭଳିଆ ସ୍ନେହ କରିଥାନ୍ତେ। ତ ସେମାନେ କଣ ଇମୋସନାଲ ଆଉ ସାଇକୋଲୋଜିକାଲ ଟ୍ରମା ସେମାନେ ପାଇଥାନ୍ତି। ତାପରେ କଣ ଭୁଲନେରାବିଲିଟି ଟୁ ଏକ୍ସପ୍ଲଏଟେସନ ଆଣ୍ଡ ଆବ୍ୟୁଜମେଣ୍ଟ, ତାଙ୍କ ପ୍ରତି ସବୁବେଳେ ପାଇଁ ଅତ୍ୟାଚାର ହେଇଥାଏ। ଯାହା ତ କେହି ନାହିଁ ତାକୁ କହିବା ପାଇଁ ହେଲା, ତାଙ୍କୁ ଯଦି କଷ୍ଟ ହଉଛି ତାକୁ ମାନେ ରୋକିବା ପାଇଁ କେହି ନାହିଁ ତ ସେମାନଙ୍କୁ କଣ ହଉଛି ଆବ୍ୟୁଜମେଣ୍ଟ ସବୁବେଳେ ପାଇଁ ହବ। ଲାକ୍ ଅଫ ଆକ୍ସେସ ଅଫ ଏଜୁକେସନ, ତାଙ୍କ ପାଖରେ ଠିକ ସେ ଏଜୁକେସନ ପହଞ୍ଚି ପାରେନି। ଯୋଉ ଅର୍ଫାନହୁଡ ମାନଙ୍କ ପାଖରେ କିଏ ଅଛି ତାଙ୍କୁ ଏଜୁକେସନ ଦବା ପାଇଁ କିଏ ଅଛି ହେଲା। ଏବେ ବହୁତ ହଉଛି ସଂସ୍ଥା ଆସିଲାଣି ସେ ଅର୍ଫା ମାନଙ୍କୁ ଏଜୁକେସନ ଦଉଛି, ଖାଇବା ପିଇବା ପାଇଁ ରହିବା ପାଇଁ ଦଉଛି, କିନ୍ତୁ ଆଗରୁ କହିତେ ଗଲେ ସେମାନଙ୍କୁ ଏଇ ସବୁ ସୁବିଧା ମିଳୁନଥିଲା। ଇକୋନୋମିକ ହାର୍ଡସିପ, ଇକୋନୋମିକ ହାର୍ଡସିପ କଣ ନା ୱିଦାଉଟ୍ ପ୍ୟାରେଣ୍ଟସ ଟୁ ପ୍ରୋଭାଇଡ ଫର ଦେମ୍ ଅର୍ଫାନ୍ସ ମେ ଷ୍ଟ୍ରଗଲ ଟୁ ମିଟ୍ ବେସିକ ନିଡ୍ସ ଅଫ ଫୁଡ କ୍ଲୋଥିଂ ଆଉ ସେଲ୍ଟର। ତାଙ୍କର ଯେତିକି ବେସିକ ନିଡ୍ସ ଅଛି ଯେହେତୁ ସେମାନଙ୍କର ବାପା ମା ନାହାନ୍ତି ସେମାନେ କଣ କରିବେ ଏଇ ବେସିକ ନିଡ୍ସ ରୁ ସେମାନେ ବଞ୍ଚିତ ହେଇଥାନ୍ତି। ତାପରେ ଡିଫରେଣ୍ଟଲି ଏବୁଲ୍ଡ ଚିଲଡ୍ରେନ, ଡିଫରେଣ୍ଟଲି ଏବୁଲ୍ଡ ଚିଲଡ୍ରେନ କଣ ଏଟା ତମର ହଉଛି ପଡେ ପ୍ରାୟ ହଉଛି ଲଙ୍ଗ କ୍ୱେଶ୍ଚନ ପ୍ରାୟ ପଡେ ଏଟା। ଡିଫରେଣ୍ଟଲି ଏବୁଲ୍ଡ ଚିଲଡ୍ରେନଙ୍କ ବିଷୟରେ କଣ କହୁଛି ନା ଡିଫରେଣ୍ଟଲି ଏବୁଲ୍ଡ ଚିଲଡ୍ରେନକୁ ଆମର ହଉଛି ଯାହା ପାଖରେ କଣ ହେଇଥାଏ ନା ଅପଙ୍ଗ କିମ୍ବା ହଉଛି ତମେ ହ୍ୟାଣ୍ଡିକ୍ୟାପ୍ଟ ପିଲାମାନଙ୍କୁ ଏଟା ଟିକେ କୁହାଯାଏ ହେଲା। ଡିଫରେଣ୍ଟଲି ଏବୁଲ୍ଡ ଚିଲଡ୍ରେନ ଆର୍ ଚିଲଡ୍ରେନ ହୁ ହାଭ୍ ଫିଜିକାଲି ମେଣ୍ଟାଲ ଅର ସେନ୍ସରି ଡିସାବିଲିଟିଜ ହେଲା। ଯାହା ପାଖରେ ଫିଜିକାଲ ଡିସାବିଲିଟି ମାନେ ହଉଛି ଯାହାର ଗୋଡ ହାତ ଭାଙ୍ଗିଯାଇଛି କିମ୍ବା ଗୋଡ ନାହିଁ ହେଲା, ଏମାନଙ୍କୁ କଣ କୁହାଯାଏ ଡିସାବିଲିଟି। ଏମାନଙ୍କର ମେଣ୍ଟାଲ ଡିସାବିଲିଟି, ଯିଏ କିଛି ଭାବି ପାରୁନି ଯାହାର ମାଇଣ୍ଡ କାମ କରୁନି ସେମାନଙ୍କୁ ମେଣ୍ଟାଲ ଡିସାବିଲିଟି ଥାଏ। ସେନ୍ସରି ଡିସାବିଲିଟି ମାନେ ଯାହା କଣ ତାର ହାତ କରୁନି ସେ ପୁରା କଣ କୁହାଯାଏ ଯୋଉ ଅଚଳ ହେଇଯିବା ସେ ଆଡକୁ ମଧ୍ୟ ଜାଣିଥାନ୍ତି ଡିଫରେଣ୍ଟଲି ଏବୁଲ୍ଡ ଚିଲଡ୍ରେନ ଭିତରେ। ଦେ ମେ ହାଭ୍ ଅଲସୋ ଲର୍ଣ୍ଣିଂ ଡିଫିକଲ୍ଟିଜ, ପଢିବା ପାଇଁ ତାଙ୍କର ଡିଫିକଲ୍ଟି ଯୋଗୁଁ ୟା ସେମିଷ୍ଟର 3 କିମ୍ବା 2 ରେ ତମେ ପଢିଥିଲ ଲର୍ଣ୍ଣିଂ ଡିଫିକଲ୍ଟିଜ। ଲର୍ଣ୍ଣିଂ ଡିସକାଲକୁଲିଆ, ଡିସଲେସିଆ, ଯାହାର ହଉଛି ମ୍ୟାଥ କାଲକୁଲେସନ ପ୍ରୋବ୍ଲେମ ହଉଥିବ କିମ୍ବା ସେ ପଢି ପାରୁଥିବ ଲର୍ଣ୍ଣିଂ ରେ ପ୍ରୋବ୍ଲେମ ହଉଥିବ ସିଏ ସବୁ କଣ ସେମାନେ ବି ଯିବେ ହଉଛି ଡିଫରେଣ୍ଟଲି ଏବୁଲ୍ଡ ଚିଲଡ୍ରେନ ଭିତରେ। The term differently abled is sometimes used to substitute for disabled or handicapped. It was first proposed in 1980 as an alternative disabled or handicapped. 1980 ମସିହାରେ ଫାଷ୍ଟ ହଉଛି ଏଇ ଯୋଉ ତମର ଡିଫରେଣ୍ଟଲି ଏବୁଲ୍ଡ ଚିଲଡ୍ରେନ କୁ ହ୍ୟାଣ୍ଡିକ୍ୟାପ୍ଟ ବୋଲି କୁହାଗଲା ବା ଡିସାବଲ୍ଡ ବୋଲି ଏଇ ୱାର୍ଡଟା ୟୁଜ କରାଗଲା। ଏ disabled children has been defined as one who is unable to ensure by himself wholly or partially the necessity of a normal individual or social life including work as a result of deficiency whether cognition or not in his physical or mental capabilities। ଯଦି ଯୋଉ ପିଲାମାନେ ତାଙ୍କୁ ନିଜକୁ କେମିତି ଏନ୍ସର ଅଫ ହିମସେଲ୍ଫ ନିଜର କେମିତି ରକ୍ଷା କରିବେ ନିଜ ବିଷୟରେ ଯଦି ନ ଭାବି ପାରିବେ କିମ୍ବା ହଉଛି ସୋସିଆଲ ଲାଇଫ ତମର ହଉଛି ନର୍ମାଲ ଇଣ୍ଡିଭିଜୁଆଲ ଭଳିଆ ବିହେଭିୟର ନ କରିପାରିବେନି ସେମାନଙ୍କୁ କଣ କୁହାଯିବ ନା ଡିସାବୁଲ
ଚିଲଡ୍ରେନ୍ କୁହାଯିବ। ପର୍ସନ୍ସ ହାଭିଂ ଏନି ଡିସାବିଲିଟିଜ୍ ନେମଲି ଭିଜୁଆଲି, କମ୍ୟୁନିକେସନ, ଲୋକୋମୋଟର ହେଲା ଏମାନଙ୍କୁ ସବୁ କଣ କୁହାଯିବ ଫିଜିକାଲି ଡିସାବିଲିଟି ବୋଲି କୁହାଯିବ। ଯଦି ଗୋଟେ ଛୁଆ ହଉଛି ଦେଖି ପାରୁନାହିଁ କିମ୍ବା ଠିକ ସେ କଥା କହିପାରୁନି ଖନେଇ ଖନେଇ କଥା କହୁଛି ହେଲା କିମ୍ବା ଲୋକୋମୋଟର ମାନେ ଚାଲି ପାରୁନାହିଁ ତାକୁ କଣ କୁହାଯିବ ଫିଜିକାଲି ଡିସାବୁଲ କୁହାଯିବ। ଡିଫରେଣ୍ଟଲି ଡିଫରେଣ୍ଟଲି ଏବୁଲ୍ଡ ପର୍ସନ୍ସ ଆର୍ କଣ କଣ ଅଛନ୍ତି ମାନେ କୋଉ କୋଉ କ୍ୟାଟେଗୋରୀର ଲୋକମାନେ ଡିଫରେଣ୍ଟଲି ଏବୁଲ୍ଡ ପର୍ସନ ବୋଲି ବିବେଚିତ ହେବେ। ତ ଆମର ଯୋଉ PWD ଆକ୍ଟ ଅଛି 1995 ରେ ଯୋଉଟା ଆସିଲା ସିଏ କଣ କହୁଛି କୋଉ ଲୋକମାନଙ୍କୁ ଡିଫରେଣ୍ଟଲି ଏବୁଲ୍ଡ ପର୍ସନ ଭିତରେ ନିଆଯିବ ସେ କଥା କହୁଛି। କଣ କହୁଛି ଗୋଟେ ହଉଛି ବ୍ଲାଇଣ୍ଡନେସ୍ ଯୋଉମାନେ ଦେଖିପାରନ୍ତି ଲୋ ଭିଜନ ବି ଯିବେ ହଉଛି ୟା ଭିତରେ। ତାପରେ ହଉଛି ଲିପୋର୍ସି କ୍ୟୁଅର୍ଡ। ଲିପୋର୍ସି କ୍ୟୁଅର୍ଡ ମାନେ କୁଷ୍ଠ ରୋଗୀ। କୁଷ୍ଠ ରୋଗୀରେ କଣ ଯଦି କାହାର ଗୋଟେ ଶରୀରର ଗୋଟେ ଅଙ୍ଗ ନଷ୍ଟ ହେଇଯାଇଛି ସେମାନେ ଯିବେ ମଧ୍ୟ କଣ ଆମର ଯୋଉ ଆମର ଡିଫରେଣ୍ଟଲି ଏବୁଲ୍ଡ ପର୍ସନଙ୍କ ଭିତରେ ଯିବେ। ହିୟରିଂ ଇମ୍ପେୟାରମେଣ୍ଟ ମାନେ ଶୁଣିବାରେ ଯାହାକୁ ଅସୁବିଧା ହଉଥିବ। ଲୋକୋମୋଟର ଡିସାବିଲିଟିଜ୍ କହିଦେଇଛି। ମେଣ୍ଟାଲ ରିଟାର୍ଡେସନ ମାନେ ଯାହାର ମଥା କାମ କରୁଥିବ ପାଗଳ ହେଲା। ଆଉ ମେଣ୍ଟାଲି ଇଲନେସ୍ ଯାହାର ମାନେ ମସ୍ତିଷ୍କ ଦୋଷ ଥିବ ସେମାନେ ମଧ୍ୟ ଯିବେ ହଉଛି ଏଇ ଡିସାବିଲିଟି ଚିଲଡ୍ରେନ୍ ଭିତରେ। ଡେଫିନେସନ ଅଫ ଡିଫରେଣ୍ଟଲି ଏବୁଲ୍ଡ ଚିଲଡ୍ରେନ୍। WHO କଣ କହିଛି ଡିଫରେଣ୍ଟଲି ଏବୁଲ୍ଡ ଇଜ ଏ ପର୍ସନ ହୁ ହେଜ ଇମ୍ପାର୍ଟମେଣ୍ଟ that produced functional limitation restriction in activities or has a social handicap। ମାନେ ଯୋଉ ପିଲାମାନଙ୍କ ପାଇଁ ଯେତିକି ସବୁ ଫଙ୍କସନ ଯୋଉ ଆଡ କରିପାରିବ ଗୋଟେ ସାଧାରଣ ପିଲା ସେ ସବୁ କରିପାରିବନି ଯୋଉ ପିଲାମାନେ ତାଙ୍କର କିଛି ରେଷ୍ଟ୍ରିକ୍ସନ ଅଛି ରେଷ୍ଟ୍ରିକ୍ସନ ଇନ୍ ଆକ୍ଟିଭିଟିଜ ମାନେ ସବୁ କାମ ସେ କରିପାରିବେନି ସେଇଭଳିଆ ପିଲାମାନଙ୍କୁ କଣ କୁହାଯାଏ ଡିଫରେଣ୍ଟଲି ଏବୁଲ୍ଡ ଚିଲଡ୍ରେନ୍ କୁହାଯାଏ। ଡିଫରେଣ୍ଟଲି ଏବୁଲ୍ଡ ଇଜ କଜ୍ଡ ବାଇ ତାର କାରଣ କଣ ଯୋଉ ଡିସାବିଲିଟି ହବ ତାର କାରଣ କଣ ଫାର୍ଷ୍ଟ ତ ଜେନେଟିକ ପ୍ରୋବ୍ଲେମ ଥାଏ। ଜେନେଟିକ ପ୍ରୋବ୍ଲେମ ଯଦି ତାଙ୍କ ବାପା ମାଙ୍କର କିଛି ଭିଜୁଆଲ ଅଛି କିମ୍ବା ହଉଛି ହ୍ୟାଣ୍ଡିକ୍ୟାପ୍ଟ ଅଛନ୍ତି ତ ପିଲାମାନେ ମଧ୍ୟ ସେଇଭଳିଆ ଜନ୍ମ ହବାର ବହୁତ ସମ୍ଭାବନା ଥାଏ। ଡିଜିଜ କରିଦେଇଥାଏ ଯୋଉ ପୋଲିଓ ଫୋଲିଓର ଗୁଡ ଆଡକ କଣ ହେଇଯାଏ ନଷ୍ଟ ହେଇଯାଏ ଗୋଡ ହାତ ଆଡକ ଅଚଳ ହେଇଯାଏ ସେମାନେ ଗୋଟେ ଗୋଟେ କଜ ମାଲ ନ୍ୟୁଟ୍ରିସନ ଯଦି ଠିକ ସେ ନ୍ୟୁଟ୍ରିସନ ନ ମିଳିଲା ସେମାନେ ହଉଛନ୍ତି କଣ ତାଙ୍କର ହଉଛି ଡିସାବିଲିଟି ଦେଖାଯିବ। ୱାର ଅର କନଫ୍ଲିକ୍ଟ ତାପରେ ସାନିଟାରୀ ନେଗ୍ଲେକ୍ଟେଡ ଝିଅ ମାନେ ପିଲାମାନେ ବହୁତ ସମୟରେ ଦେଖନ୍ତି କଣ ଗାଁ ଗହଳିରେ ସାନିଟାରୀ ନେଗ୍ଲେକ୍ଟ କରିଥାଏ ଯାହାଦ୍ୱାରା ଇନଫେକ୍ସନ ହେଇକି କଣ ହେଇଥାଏ ସେମାନଙ୍କର ଦେହ ବହୁତ ଖରାପ ହେଇଥାଏ। ଆଉ ଗୋଟେ ହଉଛି ପଭର୍ଟି। ପଭର୍ଟି ହବା ଦ୍ୱାରା କଣ ଗୋଟେ ପିଲାମାନଙ୍କୁ ସଫିସିଏଣ୍ଟ ହେଲ୍ଥ କେୟାର ମିଳିନଥାଏ ସଫିସିଏଣ୍ଟ ନ୍ୟୁଟ୍ରିସନ ମିଳିଥାଏ ଯଦି ବହୁତ ରୋଗରେ ସେମାନେ ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ ହରାଇବାରେ କଣ ହରାଇଥାନ୍ତି। ଦ ସିଚୁଏସନ ଅଫ ଡିଫରେଣ୍ଟଲି ଏବୁଲ୍ଡ ଚିଲଡ୍ରେନ୍ ହେଲା ଆମର ହଉଛି ଇଣ୍ଡିଆରେ କଣ କଣ ଅଛି ଆମ ଇଣ୍ଡିଆରେ କେତେ ପରସେଣ୍ଟ ଅଛନ୍ତି ହଉଛି ଡିସାବିଲିଟି ଷ୍ଟୁଡେଣ୍ଟ ଏସବୁ ବିଷୟରେ ଆମେ ପଢିବା। ଇଟ୍ ଇଜ କନସିଡର ଦ୍ୟାଟ around 150 million children in the world live with disabilities 80% of life in developing countries ହେଲା ସବୁ କେତେ ଆମ ୱାର୍ଲଡରେ 150 ମିଲିୟନ ଚିଲଡ୍ରେନ୍ 150 ମିଲିୟନ ଚିଲଡ୍ରେନ୍ ହଉଛି ଆମର ଡିସାବିଲିଟି ଅଛନ୍ତି ପୁରା ୱାର୍ଲଡରେ। ଡେଭଲପିଂ କଣ୍ଟ୍ରି ମାନଙ୍କରେ ଡେଭଲପଡ ନୁହେଁ ଡେଭଲପିଂ କଣ୍ଟ୍ରି ମାନଙ୍କରେ କଣ ହେଇଛି 80% ପିଲା ରହିଛନ୍ତି। ମୋଷ୍ଟ ଅଫନ୍ ଦିଜ ଚିଲଡ୍ରେନ୍ ଡୁ ନଟ୍ ରିସିଭ୍ ନେସେସାରୀ ଟ୍ରିଟମେଣ୍ଟ ଅର ମୋଷ୍ଟ ଅଫ୍ ଦେମ୍ ଆର୍ ଡିସ୍କ୍ରିମିନେଟେଡ ମାନେ ୟାଙ୍କ ଭିତରୁ ବହୁତ ମାନଙ୍କୁ ନେଗ୍ଲେକ୍ଟେଡ କରାଯାଉଛି ଠିକ ସେ ଟ୍ରିଟମେଣ୍ଟ ଦିଆହଉନି ହେଲା ସେଥିପାଇଁ ସେମାନେ ଯୋଉ ଡିସାବିଲିଟି ତାଙ୍କ ଦେହରେ ଥିଲା ସିଆଡକୁ ସିଏ ରହିଛି। ଡ୍ୟୁ ଟୁ ହଉଛି କଣ ନା ତାଙ୍କ ପାଖରେ ଠିକ ସେ ପଇସା ନାହିଁ ଠିକ ସେ ତାଙ୍କ ପାଖରେ ସମ୍ବଳ ନାହିଁ ଯେ ତାଙ୍କୁ ହଉଛି ସେ ସବୁ ସୁବିଧା ଦିଆଯିବ। The census shows that the population of disabled people has increased by 22.4% from 2.19 crore in 2001 to 2.68 crore in 2010। ଯେତେବେଳେ 2001 ରେ ଗଣନା କରାଯାଇଥିଲା ସେତେବେଳେ ଆମେ ଦେଖାଯାଇଥିଲା ଯେ 2.19 crore ହଉଛନ୍ତି ଆମର ଡିସାବଲ୍ଡ ଚିଲଡ୍ରେନ୍ ଅଛନ୍ତି କିନ୍ତୁ ଯେତେବେଳେ 2011 ମସିହାରେ ପୁଣି ଥରେ ଗଣନା କରାଗଲା 2.68 crore ଭାଲେ ତାହେଲେ ଇନକ୍ରିଜିଂ ହେଲା। କି କନସିକ୍ୱେନ୍ସେସ୍ ଫେସ୍ଡ ବାଇ ଡିଫରେଣ୍ଟଲି ଏବୁଲ୍ଡ ଚିଲଡ୍ରେନ୍ ମାନେ କଣ କଣ ପ୍ରୋବ୍ଲେମ ଫେସ୍ କରିଥାନ୍ତି ଯୋଉ ଡିଫରେଣ୍ଟଲି ଏବୁଲ୍ଡ ଚିଲଡ୍ରେନ୍ ହ୍ୟାଣ୍ଡିକ୍ୟାପ୍ଟ ପିଲାମାନେ କଣ କଣ ପ୍ରୋବ୍ଲେମ ଫେସ୍ କରିଥାନ୍ତି ସେଆଡକୁ ଆମେ ଦେଖିବା। ଏଜୁକେସନ ଚ୍ୟାଲେଞ୍ଜେସ୍ ଏଜୁକେସନରେ ସେମାନଙ୍କୁ ହଉଛି ବହୁତ ପ୍ରକାର କଣ ଚ୍ୟାଲେଞ୍ଜ ରହିଥାଏ ତାଙ୍କ ପ୍ରତି କଣ ଥାଏ ଲିମିଟେଡ ଆକ୍ସେସ ଟୁ କ୍ୱାଲିଟି ଏଜୁକେସନ। Many children with disabilities face barriers to attending school or participating in mainstream educational system। ଯେତିକି ଯୋଉ କଲଚରାଲ ପ୍ରୋଗ୍ରାମ ଆଡକୁ ହେଇଥାଏ ସମସ୍ତେ କଣ ସେମାନେ ଭାଗ ନେଇପାରନ୍ତି କି ଯୋଉ ମାନେ ହ୍ୟାଣ୍ଡିକ୍ୟାପ୍ଟ ମାନେ ସେମାନେ କଣ ଭାଗ ନେଇପାରନ୍ତିନି ତ ସେମାନେ ଲିମିଟେଡ ଆକ୍ସେସ ଟୁ କ୍ୱାଲିଟି ଏଜୁକେସନ। ଲର୍ଣ୍ଣିଂ ଡିଫିକଲ୍ଟିଜ ଯୋଉମାନଙ୍କର ଏ ଯୋଉ ତମର ଡିସ୍ଲେକ୍ସିଆ ଯୋଉମାନଙ୍କର ରୋଗ ଥିବ ସେମାନେ କଣ ଲର୍ଣ୍ଣିଂ ଡିଫିକଲ୍ଟି ଠିକ ସେ ପଢି ପାରନ୍ତିନି ଡିସକାଲକୁଲିଆ ହେଲେ ସେମାନେ ଠିକ ସେ ମ୍ୟାଥମେଟିକ୍ସ କରିପାରନ୍ତିନି କୋଉମାନଙ୍କର ହାତ ଯଦି ଚାଲୁନଥିବ ସେ ରାଇଟିଂ କରିପାରିବନି ହେଲା ଏଇ ସବୁ ଆଡକୁ କଣ ଥାଏ ଲର୍ଣ୍ଣିଂ ଡିଫିକଲ୍ଟି ଭିତରେ ଯିବ। lack of appropriate resources ହେଲା many schools lack the resources such as trained teacher specialized equipments and assistive technologies that are necessary to provide a conducive learning environment for differently abled children। କିଛି କିଛି ସ୍କୁଲ ଅଛି ଯାହା ପାଖରେ ରିସୋର୍ସେସ୍ ନାହିଁ ଯୋଉମାନେ କଣ ଅନ୍ଧ ସେମାନେ ହଉଛି କଣ ଆମର ହଉଛି ତାଙ୍କ ପାଇଁ ପଢିଆ ହଉଛି ବହି ଅଲଗା ତ ସିଆଡକ କୋଉଠି ନାହିଁ ଟ୍ରେଣ୍ଡ ଟିଚର ଧର ଗୋଟେ ଅନ୍ଧ ଛୁଆକୁ କଣ ଯୋଉମାନେ ଗୋଟେ ଯାହାର ଭିଜନ ଲୋ ଭିଜନ ଅଛି ତ ତାକୁ ପଢିବା ପାଇଁ ଗୋଟେ ଟିଚର ଟ୍ରେନିଂ ନେଇଥିବା ଦରକାର ଯିଏ ସିଏ ପଢେଇ ଦେବନି ତାକୁ କୋଉ ଭଳିଆ ପଢାଯିବ ତା ସାଙ୍ଗେ କୋଉ ଭଳିଆ କଥା କୁହାଯିବ ହେଲା ସେ ସବୁ ସ୍କୁଲ ମାନଙ୍କରେ ନାହିଁ।
ठीक से टेक्नोलोजी एबे जो बाहर जो नुआ नुआ टेक्नोलोजी अछि डिसेबल चिल्ड्रन मान पई से आडको स्कूल भितर इम्प्लीमेंट करा जाए। तापर भायोलेंसेस से माने भायोलेंसेस रे भी शिकार हेतांती भायोलेंसेस माने कत ताको बाटे अत्याचार कर जाए स्कूल रे देखिबो जो माने टिके कोन कथै खनी खनी कथा होतुए किबा होचे ठीक से पढ़ी पार नथुए ताको जो माने अलगा ता सांग साथी होचंदी ताको से डिस्क्रिमिनेट करूथुए हला देयर इज एन इंक्रीजिंग रिस्क ऑफ डिसेबल्ड चिल्ड्रन बिकमिंग unfortunate victims of violence due to their inability of defend themselves जेहेतु से निजु निज डिफेंड करि पारनथि तो तांको प्रति बहुत violences हुए physical sociological emotional violences happens to be sad reality and disabled children undergo domestic institutional and well as social crisis social sorry circles माने कोन कहउछि तांको प्रति फिजिकल और इमोशनल और साइकोलॉजिकली कोन थाए भायोलेंस दिया जाए ताको के मारो मारि थाए किबा ताको के गाली कर दे थाए याडा को सब ही थाए का भीतर जो माने हैंडिकैप पिला तबे डिस्क्रिमिनेशन डिस्क्रिमिनेशन जानचे पाछो विचार सब देखा जाए डिस्क्रिमिनेशन ड्यू टू डिसेबिलिटीज इन न्यूमरस इन फील्ड्स ऑफ lodging, transportation of cultural life, most of the places and service such as education concerned largely माने कोन कहछि जदि जन को चाकरी दिया जिबा कथा कहला हम गवर्नमेंट कथा छाडते कि प्राइवेट कथा जदि तुम चाकरी देखिबो त हेटी सब डिस्क्रिमिनेट करे जाय जदि गोटे भलो लोकट अछि ताको फास्ट चाकरी मिलिबो एज कंपेयर टू डिसेबल्ड पर्सन हला किंतु हम जदि हम देखिबा गवर्नमेंट चाकरी भितर हम सरकार कॉन्स्टिट्यूशन भितर फास्ट कागो एम्फसिस दे जोटे डिसेबल चिल्ड्रन को दिया जाय राइट ऑफ द डिसेबल्ड चाइल्ड माने हो हम इंडियन हमर कॉन्स्टिट्यूशन कोन कोन राइट्स अछि डिसेबल्ड चिल्ड्रन राइट टू इक्वालिटी एंड नॉन डिस्क्रिमिनेशन हला तांको भितर भेदभाव होई परियोनी समस्त को समान भाव में देखा जिवो हला राइट टू एजुकेशन समस्त को फ्री एजुकेशन जे ता पाखर जहा भी होची कोन डिसेबल थाउ से जहा भी ता पाखर होची कमिया थाउ किंतु समस्त को एजुकेशन दिया जिवो कथा के कहला हम कॉन्स्टिट्यूशन कहउची राइट टू प्रोटेक्शन फ्रॉम अब्यूज एंड एक्सप्लॉयटेशन हला तांको प्रति कोनोसी भाबरे कोन हबनी अब्यूजमेंट हबनी ताको कोनोसी प्रकार अत्याचार दिया जिवनी ताको नेग्लेक्ट करा जिवनी हला ये सब आरो फिजिकल सेक्सुअल अब्यूजमेंट सब दिया जिवो नै के कहले राइट टू प्रोटेक्ट अब्यूज एंड एक्सप्लॉयटेशन राइट टू हेल्थ एंड रिहैबिलिटेशन हला तांको हेल्थ केयर प्रति बहुत ध्यान दिया जिवो जेहेतु समान पाखर किछ कमिया अछि ताको ठीक करिया पय तांको टेक केयर ने जिवो तांको राइट टू हेल्थ केयर तांको प्रॉपर हेल्थ केयर निया जिवो कथा कुहागला राइट टू पार्टिसिपेशन से जोटी चाहिए सेठी पार्टिसिपेट करि परिबे हला से चाहुचंती गुटे कल्चरल प्रोग्राम रे भाग लेवा पय ताको तमे मना करबनी हला से चाहुचंती गुटे रिक्रिएशनल एक्टिविटीज रे काम भाग लेवा पय माने से होजे रिक्रिएशनल एक्टिविटीज कोन माने से चाहुचंती गुटे होची फनी वे रे मैथ पढिया पय गुटे होची तमर होची पजल सॉल्व करिया पय से सब एक्टिविटीज रे कोन ताको भाग देवा पय भाग नवा पय तमे तादेरो वंचित करि परिबन राइट टू प्रोटेक्शन फ्रॉम लेबर एंड चाइल्ड एक्सप्लॉयटेशन माने कोन ताको ई जो लेबर आउ होची जो चाइल्ड लेबर कोंदु तमर होची पिला मानकु लेकी माइन फाइन काम करूचंती से डिसेबल्ड पिला मानकु तमे सुविधा करि परिबो नाही एटीट्यूड टुवर्ड्स गर्ल्स चाइल्ड एंड हर पार्टिसिपेशन इन स्कूल्स हम झियो मानकर स्कूल जीवा प्रति किछि कोन ताकर किछि को झियो मानकु इच्छा होएनी जीवा पाई स्कूल कोन पाई झियो मानकु इच्छा होएनी ना ड्यू टू अनइक्वल एक्सेस ऑफ रिसोर्सेस से जहा चाहुचंती थरे गोटे स्कूल न मेन आउ होची सही बॉयज आउ गर्ल्स मानकर गोटे टॉयलेट हला जेहेतु झियोटा गोटे बड़ हेलानी से कोन से टॉयलेट को जीवो कि जोटा पुओ जाउछन सेटा जीवो कि जीवनी तो जेहेतु ता पाखर अनइक्वल रिसोर्सेस थाए सेति भाई होची पिला माने झियो छुआ माने स्कूल जीवा पाई कोन पछई थांती Second, the attitude towards girl children and their participation in school is deeply influenced by cultural, social, economic and political factors. ହେଲା ଆମର ଯୋଉ ସବୁ ଇକୋନୋମିକାଲ ଫ୍ୟାକ୍ଟର୍ସ ଅଛି ତମର ହଉଛି ରିସୋର୍ସେସ ସ୍କୁଲର ଯଦି ଧର ଗୋଟେ ସ୍କୁଲର ମାନେ ଆଗରୁ ଯୋଉ ସ୍କୁଲ ଆଡକୁ ଥିଲା ପଇସା ପତ୍ର ନଥିଲା ତ ସେମାନଙ୍କର ଠିକ ସେ ହଉଛି ସେମାନେ ଇନଫ୍ରାଷ୍ଟ୍ରକ୍ଚର ବନେଇ ପାରୁନଥିଲେ କିମ୍ବା ହଉଛି ଝିଅ ଛୁଆ ମାନଙ୍କୁ ଯାହା ଯାହା ଦରକାର ସେଆଡକୁ ସେ ସେତିକି ଯୋଗେଇ ପାରୁନଥିଲେ ସେଥିପାଇଁ ମଧ୍ୟ ଇଏ ସବୁ ଗୋଟେ ଗୋଟେ ଫ୍ୟାକ୍ଟର ହଉଛି ମାନେ କଣ ଇଫେକ୍ଟ ପକେଇଥାଏ ତାଙ୍କ ଉପରେ In many parts of the world, girls face unique challenges that can be limited their opportunities for education and participation in school. बहुत जगह गर्ल्स माने ये जो पाठ पढ़े बारे स्कूल ले बहुत प्रकार होची चैलेंजेस फेस करते जो भाई सेक्सुअल अब्यूजमेंट कथा को ताको ऊपर होची अत्याचार कथा को किबा ताको ठीक से जहा ताको दरकार जति जहा जहा गर्ल्स मान दरकार से सब मिल न पारथिबारु से माने होचंदी स्कूल एजुकेशन रो वंचित होइतांते these challenges often stemmed from the gender based traditional exception sorry expectation ଆଉ ଅନେକ ଜେଣ୍ଡର ବାଇଜ କଣ ତୁ ପୁଅ ତୁ ଝିଅଟା ଆଉ ପାଠ ପଢିବନି ଦଶମ ଶ୍ରେଣୀ ପାସ୍ କଲା ପରେ ତାକୁ ଘର ତ ରଖିଦେବା ଏସବୁ ହଉଛି ଜେଣ୍ଡର ବାଇଜ କଥା କୁହାଗଲା ଟ୍ରାଡିସନାଲ ଏକ୍ସପ୍ରେସ କିଛି ଆଗରୁ ବୁଢା ବୁଢୀ ମାନେ ଥିବେ ଦେଖିବ ସେମାନେ କଣ କହିବେ ନା ଝିଅ ଛୁଆଙ୍କୁ ଏତେ ପାଠ ପଢିକି କିସ କରିବୁ ହେଲା ସେମାନେ ଟ୍ରାଡିସନାଲ ଏକ୍ସପେକ୍ଟେସନ ସେମାନେ ତାଙ୍କ ଭିତରୁ ଏକ୍ସପେକ୍ଟ କରୁଛନ୍ତି କଣ ନା ଝିଅ ଛୁଆଟା ଯୋଉ ସିଏ ହଉଛି କଣ କରୁ ନା ଘର କତ ରହୁ ମାନେ
ଯେତିକି ସବୁ କାମ ଯେତିକି ସବୁ ଘର କାମ ସେ ସବୁ ଶିଖୁ ଆମ ସ୍କୁଲ ଯିବା ବଦଳରେ ବୁଝିପାରିଲ however they are been significant progress in recent decades and their attitude towards girls education is slowly changing କିନ୍ତୁ ବର୍ତ୍ତମାନ ଯୁଗରେ ଆଉ କେହି ଝିଅ ପଛୁଆ ଅଛନ୍ତି କି ସବୁ ଝିଅ ଏବେ ପାଠ ପଢିବେ ସମସ୍ତେ ହଉଛନ୍ତି ଚାକିରି କରିବେ ଯୋଉଟା କି ଆଗରୁ ଯୋଉ ମାଇଣ୍ଡସେଟ ଥିଲା ସେ ସ୍ଲୋଲି ଚେଞ୍ଜେସ୍ କରୁଛି ତାପରେ କର୍ପୋରାଲ ପନିଶମେଣ୍ଟ କଣ ନା ହଉଛି ଯୋଉ ନିର୍ଯାତନା ଦିଆଯାଏ କର୍ପୋରାଲ ପନିଶମେଣ୍ଟ କଣ ନା କର୍ପୋରାଲ ପନିଶମେଣ୍ଟ refers to the use of physical forces as as a way of discipline or punishing children ତମ ସ୍କୁଲ କର୍ପୋରାଲ ପନିଶମେଣ୍ଟ କୁ ପୁରା ହଉଛି ଉଠେଇ ଦିଆ ହେଇଛି ଯେ କୋଉ ଶିକ୍ଷକ ଟିଚର ମାନଙ୍କୁ ପିଟି ପାରିବେ ନାହିଁ ମାନେ କଣ କହୁଛି ଗୋଟେ ରାଇଟ ଡିସିପ୍ଲିନ ଆଣିବା ପାଇଁ ଛୁଆ ମାନଙ୍କର ତାଙ୍କୁ ହଉଛି ପନିଶମେଣ୍ଟ ଦିଆଯାଏ ହେଲା ସେଇଆଡକ କଣ କୁହାଯାଏ ନା ତମର ହଉଛି କର୍ପୋରାଲ ପନିଶମେଣ୍ଟ ବୋଲି କୁହାଯାଏ ହେଲା ତାପରେ ଇଟ୍ ଇଜ ଟିପିକାଲି ଇଣ୍ଟେଣ୍ଡ ଟୁ କରେକ୍ଟ ବିହେଭିୟର ଅଫ ଏନଫୋର୍ସ ଅଫ ରୁଲ୍ସ ମାନେ ଗୋଟେ ଛୁଆର ବିହେଭିୟର କୁ କରେକ୍ଟ କରିବା ପାଇଁ ତମେ ତାକୁ ଫୋର୍ସଲି ତା ଉପରେ ଚାପ ପକେଇବ ତାକୁ ପିଟିବ ତାକୁ ମାରିବ ହେଲା ତାର ହଉଛି କଣ ବିହେଭିୟର ଚେଞ୍ଜ କରିବା ପାଇଁ ତାକୁ କୁହାଯାଏ କଣ କର୍ପୋରାଲ ପନିଶମେଣ୍ଟ ବୋଲି କୁହାଯାଏ କୋଉ ଭଳିଆ କିଛି କର୍ପୋରାଲ ପନିଶମେଣ୍ଟ ର ଏକ୍ସାମ୍ପଲ ଅଛି ସଚ ଏଜ ସ୍ପାନିଂ ସ୍ଲାପିଂ ୟୁଜିଂ ଅବଜେକ୍ଟ ଲାଇକ ରୁଲର୍ସ ଅର ବେଲ୍ଟସ ହିଟ୍ ଏ ଚାଇଲ୍ଡ ମାନେ ଗୋଟେ ପିଲାକୁ ପିଟିବା ପାଇଁ ତମେ ଯଦି ରୁଲର ବେଲ୍ଟ ଯୋଉ ଡାଙ୍ଗର ପିଟନ୍ତି କିମ୍ବା ତାକୁ କନମୂଳିଆ ଫନମୂଳିଆ ମାରୁଛ ଇଏ ସବୁ ହଉଛି କଣ କର୍ପୋରାଲ ପନିଶମେଣ୍ଟ ଯୋଉ ପିଲାମାନଙ୍କୁ ଖରାରେ ଆଣ୍ଠେଇ ଦେବା ଏ ସବୁ ଆଗର ଆମ ଭଳି ସବୁ ଆମେ ଯେତେବେଳେ ଛୁଆଟେ ହେଇଥିଲୁ ସେତିକି ଆମ ସାର୍ ମାନେ ସବୁ କଣ ଝାଉଁ ଦେଇକି ଯୋଉ ଝାଉଁ ଫଳ ଦେଇକି ତାକୁ ସବୁ ଆଣ୍ଠେଇ ଦିଅନ୍ତି ହେଲା ସିଆଡକ ଏବେ ସବୁ ହଟି ଗଲାଣି despite its long standing historical presence in various cultures and societies corporal punishment has decreased in recent decades ଏଇ ଆଜିକାଲି ଯୁଗରେ ଆଉ କର୍ପୋରାଲ ପନିଶମେଣ୍ଟ ଦେଖିବାକୁ ପଡୁଛି ଆଉ ପିଲାମାନେ ବାପା ମା ମଧ୍ୟ ପିଲାମାନଙ୍କ ପ୍ରତି ହାତ ଉଠାଉନାହାନ୍ତି କାହିଁକି ସମସ୍ତେ ଏଜୁକେସନ ଜାଣିଲେ ସମସ୍ତେ ଜାଣିପାରିଲେ ଯେ ଛୁଆ ମାନଙ୍କୁ କେମିତି ହଉଛି ଠିକ ଢଙ୍ଗରେ ପାଠ ପଢେଇବା ଦରକାର ବୁଝିପାରିଲ ପୁରା ଛୁଆ ୟୁନିଟ 2 ସରିଗଲା ୟାର ପାର୍ଟ 1 ମୁଁ କାଲି କରିଦେଇଥିଲି ଏଟା ହେଲା ତ ଥ୍ୟାଙ୍କ ୟୁ ଫର ୱାଚିଂ ମାଇ ଭିଡିଓ ଯଦି ଆପଣ ମାନେ ଭିଡିଓଟାର ଲାଇକ୍ ଆଉ ସବସ୍କ୍ରାଇବ କରିନାହାନ୍ତି ପ୍ଲିଜ କରିଦେବେ ବହୁତ ଲାଇକ୍ ଆଉ ସବସ୍କ୍ରାଇବ କମ ଆସୁଛି ଯଦି କିଛି କମେଣ୍ଟ ଥାଏ ଯଦି ମୋର କିଛି ତ୍ରୁଟି ଥାଏ ଯେ ପଢେଇଲା ବେଳେ ତାହେଲେ ମତେ ହଉଛି କଣ କରିବେ କମେଣ୍ଟ ମାଧ୍ୟମରେ କହିବେ ଦେଖନ୍ତୁ ନୋଟଟା ଯଦି କେହି ଆପଣଙ୍କ ଭିତରୁ କିଏ ନୋଟ ଚାହୁଁଛନ୍ତି ଏଇ ନୋଟଟା ନବା ପାଇଁ ହେଲା ଆପଣ ମତେ ଏଇ ହ୍ୱାଟ୍ସଆପ ନମ୍ବରରେ କଲ୍ କରିପାରିବେ ହେଲା ଏଇଟା ହଉଛି ତା ପ୍ରାଇସ୍ ଅଛି ହେଲା ତାହେଲେ ରହୁଛି ଧନ୍ୟବାଦ ଥ୍ୟାଙ୍କ ୟୁ